ଦେଖିଛ ନା ତୁମ ଭଉଣୀ ଅନୁଷ୍ଠାକୁ ଭଲ ପାଉଛୁ ନା ସାଇ ଭାଇ ପଢୁ ତୋ ଭାଇକି ଏବେ ଏଇ ମୁହୂର୍ତ୍ତରେ ସବୁ ସତ କଥା କହ। ଏବେ କହ ଅନେକ ଦିନ ଆଗରୁ ଆଦିତ୍ୟ ମତେ କହିଛି ଅନୁଷ୍କା ବୋଲି ଗୋଟେ ଝିଅକୁ ଭଲ ପାଉଛୁ ବୋଲି। ମୋ ଭଉଣୀକି ଆଜି ପର୍ଯ୍ୟନ୍ତ ସେ ବାହା ହେଇନି କାହିଁକି? ସବୁ ଭଲ ପାଇବାର ଅନେକ ବ୍ୟବହାର ସବୁ ପ୍ରେମର ଶେଷ ଠିକଣା କଣ ସିନ୍ଦୁର? ମୋ ଭଉଣୀ ସହିତ ବିଶ୍ୱାସଘାତକତା କରିବାକୁ ସୃଷ୍ଟି କଲେ এই সাপକୁ ଲଗାଇ ତମ ବଂଶ ନିପାତ କରିଦେବି। ଏବେ ସାଙ୍ଗେ ସାଙ୍ଗେ ଘରୁ ବାହାରେ ମୁଁ ଏ ଘର ପାଖକୁ ସାହସ କରିଦେବି। ମୋ ଭଉଣୀକୁ ମୋ ସାଙ୍ଗରେ ନେଇକି ଆସିଛୁ ମାନେ ଘର ମୁଁ ପଳେଇ ଯିବିନି। ଏବେ ଏଇ ମୁହୂର୍ତ୍ତରେ ମୋ ଭଉଣୀ ସହିତ ବାହାଘର ହବ। ମୋ ଭାଇ ତମ ଭଉଣୀ ଅନୁଷ୍କାକୁ ଭଲ ପାଉଛି ତାମାନେ କଣ ଆଜି ବାହାଘର ହବ? ଆଜି ଯଦି ତୋ ଭାଇ ମୋ ଭଉଣୀକୁ ବାହାଘର ହୁଏ ତାହେଲେ ମୋ ଭଉଣୀ ମୋ ଆଗରେ କୋଉଠି ବାହାଘର କରିଦେଇକି ଯିବି ନା ଛାଡ଼ିକି ଯିବି? ତମ ଭଉଣୀକି ତମେ ଯଦି ବଜାର ପଚା ପରିବା ଭାବୁଥିବ ତାହେଲେ ସେଇଆ କରିବ। ଆଉ ଯଦି ତମ ଭଉଣୀକୁ ତମେ ଭଉଣୀ ବୋଲି ଭାବୁଥିବ ତାହେଲେ ଏବେ ତମେ ତାକୁ ସାଙ୍ଗରେ ନେଇ ଘରକୁ ଯିବ। ଆଉ ତମ ଭଉଣୀକୁ ଯିଏ ବାହା ହବ ବାଜା ବଜେଇ ରୋଷଣୀ କରି ତମ ଘର ଅଗଣାରେ ଯାଇ ପହଞ୍ଚିବ। ବେଗି ପରେ ତମ ଭଉଣୀକୁ ବାହାଇ ତା ଘରକୁ ନେଇକି ଆସିବ। ମତେ ଏତେ କଥା କହ ନା ମତେ ଖାଲି ଗୋଟାଏ କଥା କହ। ମୋ ଭଉଣୀକୁ ତମେ ଆଜିଠାରୁ ବୋହୂର ସ୍ୱୀକୃତି ଦବ କି ନାହିଁ?